एते दिन पर बाबा आखंडमणि पाखु जाइଥିଲି ଭାବିଥିଲି ଦର୍ଶନ ହବନି ବୋଲି କିନ୍ତୁ ଦର୍ଶନ ହେଇଗଲା। ତ ଜୟ ଜଗନ୍ନାଥ ସାଙ୍ଗମାନେ। ତ ଫାଷ୍ଟ ତ ସମସ୍ତଙ୍କୁ ହାପି ନ୍ୟୁ ଇୟର ଗାଇସ୍। ଆଜି ନା ସକାଳୁ ସକାଳୁ ବୋଉ ବିନା ପିଆଜ ରସୁଣରେ ଉପମା ତରକାରୀ କରିଥିଲା। ଆଉ ଏଠି ଜଲ୍ଦି ଜଲ୍ଦି ଖିଆ ପିଆ ସାରିକି ମୁଁ ପଳେଇ ଆସିଥିଲି ପପୁନି ପାଖକୁ, କାରଣ ଇଏ ହିଁ ଆମକୁ ମନ୍ଦିର ନେଇକି ଯିବ। ଆଉ ଏଠି ଗାଡିକୁ ଚିକଣ ଚାକଣ କରିକି ପଳେଇ ଆସିଲୁ ଆମ ଘର ପାଖକୁ। ଆଉ ଘର ପାଖକୁ ଆସିକି ଆମେ ସମସ୍ତଙ୍କୁ ଏଠି ଲୋଡ୍ କରିଦେଲୁ। ଗାଇସ୍ କହିବାକୁ ଗଲେ ମନ୍ଦିରଟା ଆମ ଘରଠୁ ଯେତିକି ପାଖ ହବ ତା ଡି ଡବଲ ବାଟ ଆମେ ଗଲୁ। ସେ କଥା କଣ କି ଆମେ ବାଇକରେ ଆସିଥିଲେ ଆମେ ସେ ଘାଟ ବାଟ ନେଇଯାଇଥାନ୍ତୁ। ଆଉ ଯେହେତୁ ଘାଟ ବାଟେ କାରଟାକୁ ନେଇ ହବନି ନା, ତ ସେଥିପାଇଁ ଆମେ ଆସିଲୁ ଅଲଗା ରୋଡ। ତ ଗାଇସ୍ କିଛି ଟାଇମ ପରେ ଆମେ ଆସି ପହଞ୍ଚିଲୁ ବାବାଙ୍କ ପାଖରେ। ଆଉ ଏଠି ପାର୍କିଂ ରେ ଗାଡି ଲଗେଇଲୁ, ଦେନ୍ ଆମେ ଚାଲୁ ମନ୍ଦିରକୁ। ଗାଇସ୍ ଏଠି ଆମେ ଦେଖିଲୁ ମନ୍ଦିର ଯିବା ପୂର୍ବରୁ ଏଠି ବାବାଙ୍କର ଗୋଟେ ବଡ ମୂର୍ତ୍ତି ତିଆରି ହେଇଛି, ଯୋଉଟା କି ପୁରା ହ୍ୱାଇଟ୍ କଲର ଆଉ ଦେଖିବାକୁ ବହୁତ ସୁନ୍ଦର ଲାଗୁଥିଲା। ଆଉ ନ୍ୟୁ ଇୟର ପାଇଁ ନା ବହୁତ ଭିଡ ଥିଲା ମନ୍ଦିର ପାଖରେ। ଆଉ ଏଠି ଧାଡି ପାଖକୁ ନୋଟିସ କରିପାରୁଥିବ, ଧାଡି ଏଠୁ ପୁରା କୋଉଠି ଲମ୍ବିଛି। ଯେହେତୁ ଆମର ଏଇଠି ମନ୍ଦିର ପାଖାପାଖି ଗୋଟେ ରିଲେଟିଭଙ୍କ ଘର ଥିଲା, ତ ଆମେ ଚାଲୁ ରିଲେଟିଭଙ୍କ ଘରକୁ। ଆଉ ତା ଭିତରେ ତମେ କମେଣ୍ଟ କରିଦିଅ ତମେ କେବେ ବାବାଙ୍କ ପାଖକୁ ଆସିଛ ନା ନାହିଁ। ତ ଗାଇସ୍ ଫାଇନାଲି କିଛି ଟାଇମ ପରେ ଆମେ ଆସି ପହଞ୍ଚିଲୁ ନନାଙ୍କ ଘରଟି, ଯିଏ ଥିଲା ଆମ ରିଲେଟିଭର। ଆଉ ଏଠି ଆସି ଦେଖିଲି ଯେ ଆମ ଫ୍ୟାମିଲି ଲୋକ ସବୁ ଯାଇଛନ୍ତି ବାବାଙ୍କ ପାଖକୁ ଦର୍ଶନ କରିବେ ବୋଲି। ତ ଆମେ ବି ଆସି ପହଞ୍ଚିଲୁ ମନ୍ଦିର ପାଖରେ। ଆଉ ଏଠି ଦେଖିପାରୁଥିବ ଗାଇସ୍ କୋଉଭଳିଆ ଭିଡ ଅଛି। ଆଉ ଏଠି ବେଶୀ ନାହିଁ 2 ଘଣ୍ଟା ଭଳି ଅପେକ୍ଷା କଲୁ, ତାପରେ ବାବାଙ୍କୁ ଦର୍ଶନ କଲୁ, ଦେନ୍ ଆମେ ପଳେଇ ଆସିଲୁ ପୁଣି ନନାଙ୍କ ଘରଠି। ଆଉ ଏଠି ଆସି ଦେଖିଲି ଯେ ଆମ ଫ୍ୟାମିଲି ଲୋକ ସବୁ ଖାଉଛନ୍ତି ବାବାଙ୍କ ପ୍ରସାଦ। ଆଉ ସେଠି ସେମାନେ ପ୍ରସାଦ ଖାଉଥିଲେ, ଦେନ୍ ପପୁନାରେ ମୋର ଏଠି ପଳେଇ ଆସିଲୁ। ଏଠି ବାବାଙ୍କ ଘର୍ଷଣ ଟିକେ ପିଇଦେଲୁ। ଆଉ ସେଠି ଆମେ ଘର୍ଷଣ ପିଇକି ପପୁନାରେ ମୋର ବସିଗଲୁ ପ୍ରସାଦ ଖାଇବା ପାଇଁ। ଆଉ ଗାଇସ୍ ଆମେ ତ ଆସିଥିଲୁ ବାବାଙ୍କ ପାଖକୁ, ଦର୍ଶନ ବି କଲୁ, ପ୍ରସାଦ ବି ଖାଇଲୁ। ବାକି ଯଦି ବି କେହି ଆସିନ ତାହେଲେ ବାବାଙ୍କ ପାଖକୁ ଆସ। ଆଉ ହଁ, ଯଦି ବି କେହି ଆମର ଭଦ୍ରକ ପିଲା ଦେଖୁଛ ତାହେଲେ କମେଣ୍ଟରେ ନିଶ୍ଚୟ ଜଣେଇବେ। ରହିଲି, ଜୟ ଜଗନ୍ନାଥ, ଦେଖା ହବ ନେକ୍ସଟ ବ୍ଲଗରେ।